ତାଙ୍କ ନାମ ଶ୍ରବଣ ମାତ୍ରେ ମୋର ସମଗ୍ର ଶରୀରରେ ତଡ଼ିତ୍ ପ୍ରବାହ ଖେଳିଗଲା। ଯେମିତି ଲାଗୁଥିଲା ସେ ନାଁଟା ସହିତ ମୋର ଘନିଷ୍ଠ ପରିଚୟ। ବର୍ଷକ ତଳେ ଏଇ ନାଁଟିର ପ୍ରେମରେ ଯେମିତି ମୁଁ ଦିନାକେତେ ପଡ଼ିଯାଇଥିଲି। ହେଲେ ଏହି ପ୍ରସ୍ତାବଟି ବିଷୟରେ ଖୁବ୍ ଆଲୋଚନା ଚାଲିଥିଲା ଆମ ଘରେ। କିନ୍ତୁ କାହିଁକି କେଜାଣି ଏ ପ୍ରସ୍ତାବଟି ଭାଙ୍ଗି ଯାଇଥିଲା, ତାର କୌଣସି କାରଣ ମୋତେ ଜଣା ନଥିଲା। ନ ଦେଖି ନ ଚାହିଁ କାହିଁକି କେଜାଣି ଏହି କଲ୍ଲୋଳ ନାମଟି ଯେମିତି ମୋ ତରୁଣୀ ମନର ସ୍ଥିର ସରସରେ କଲ୍ଲୋଳ ସୃଷ୍ଟି କରିଥିଲା। ପ୍ରସ୍ତାବଟି ଭାଙ୍ଗିଯିବା ସଙ୍ଗେ ସଙ୍ଗେ ଅବୁଝ ମନଟାକୁ ବୁଝେଇ ଦେବାକୁ ମୋତେ ବେଶୀ ଦିନ ବି ଲାଗିନଥିଲା। ହଁ, ଆମ ସମାଜରେ ବିବାହ ପୂର୍ବରୁ ଅନେକ ପ୍ରସ୍ତାବ ଆସେ। ଅନେକ ଅଜଣା ଅଶୁଣା ବ୍ୟକ୍ତିଙ୍କୁ ନେଇ ଦିବା ସ୍ୱପ୍ନ ମଧ୍ୟ ଦେଖିବାକୁ ହୁଏ। ସବୁ ଦିବା ସ୍ୱପ୍ନ ସତ ହୁଏ ନାହିଁ। ସବୁଗୁଡ଼ିକୁ ମନ ଭିତରେ ଗଣ୍ଠି ପକାଇ ବସିଲେ ଜୀବନ ଅଚଳ ହୁଅନ୍ତା। ଆଜି କିନ୍ତୁ ସେ ସରସ ନାମଧାରୀ ସୁପୁରୁଷଟିକୁ ସାମ୍ନାରେ ଦେଖି ମୋ ଭିତରେ ଗୋଟିଏ ଗୋପନ କଳରୋଳ ସୃଷ୍ଟି ହୋଇଗଲା। ଥରେ ମାତ୍ର ତାଙ୍କର ମୁହଁଟାକୁ ଚାହିଁ ଦେଇ ମୋ ମନ ଭିତରେ ସେଇ ସୁନ୍ଦର ଚେହେରାଟିର ଗୋଟିଏ ଛବି ଆଙ୍କି ପକାଇ ଉଠି ଠିଆ ହେଲି। ଏତିକି ବେଳେ ଟର୍ଚ୍ଚ ଆଲୁଅରେ ମୋର ଅଳତା ପିନ୍ଧା ପାଦ ଦୁଇଟାକୁ ଦେଖି ପକାଇ ସେ ଚମକି ଉଠିଲେ। କହିଲେ, ତମ ଗୋଡ଼ରୁ ରକ୍ତ ବାହାରୁଛି? ମୁଁ ଖୁବ୍ ଦୁଃଖିତ। ତମକୁ କଥାରେ କଥାରେ ଖୁବ୍ ଆଘାତ ଦେଇଛି। ମୋତେ କ୍ଷମା କରିବ ସେଥିପାଇଁ। ତାଙ୍କ କଥାର କୌଣସି ଜବାବ ନ ଦେଇ ମୁଁ ତାଙ୍କ ହାତଟିକୁ ଆଡ଼େଇ ଦେଇ ଧାଇଁ ଧାଇଁ ବାହାରିଗଲି ଖଳାବାଡ଼ିରୁ। କବାଟ ଖେଳି ମୁଁ ଅନେକ ସମୟ ଯାଏ ଆନମନା ହୋଇ କବାଟଟିକୁ ଆଉଜି ହୋଇ ଠିଆ ହୋଇ ରହିଲି। ମନ ଭିତରେ ଯେମିତି ଗୋଟେ ନୂତନ ଯନ୍ତ୍ରଣାର ସ୍ୱାଦ ମୁଁ ବାରିପାରିଲି। ସେଇ ଯନ୍ତ୍ରଣା ଭିତରେ ମିଶି ରହିଥିଲା ଗୋଟେ ଅଜଣା ରୋମାଞ୍ଚ। ହଁ, ମୁଁ ପ୍ରଥମ ଥର ପାଇଁ ଅନୁଭବ କଲି ବୋଧହୁଏ ଏହି ନୂତନ ରୋମାଞ୍ଚ ଭରା ଅବ୍ୟକ୍ତ ଯନ୍ତ୍ରଣାଟିର ନାମ ହେଉଛି ପ୍ରେମ। ହଁ, ପ୍ରେମ। ମାତ୍ର ବିବାହ ପ୍ରସ୍ତାବ ଭାଙ୍ଗି ଯାଉଥିବା ଲୋକଟିର ପ୍ରେମରେ ପଡ଼ିଯିବାର କିଛି ଅର୍ଥ ହୁଏ ନା। ମୁଁ ଜାଣେ ଏ ପ୍ରେମର ଶେଷ ପରିଣତି କେବଳ ଅବ୍ୟକ୍ତ ଯନ୍ତ୍ରଣା। ତଥାପି କଲ୍ଲୋଳଙ୍କର ସୁନ୍ଦର ଚେହେରା, ମଧୁର କଣ୍ଠସ୍ୱର, ଦର୍ପିତ ପୌରୁଷକୁ ସ୍ମରଣ କରି ମୁଁ ବେଳୁବେଳେ ରୋମାଞ୍ଚିତ ହେଲି। ମୋର ମନେ ହେଲା ପ୍ରେମ କୌଣସି ଯୁକ୍ତି ମାନେ ନା। ପ୍ରେମର କୌଣସି ଧାରାବନ୍ଧ ନୀତି ନିୟମ ବି ନାହିଁ। ତା ନ ହେଇଥିଲେ ଜୀବନରେ ଯାହାକୁ ଆଦୌ ମୁଁ ପାଇପାରିବି ନାହିଁ, ତାଙ୍କ କଥା ସ୍ମରଣ କରି ମୁଁ ଏମିତି ରୋମାଞ୍ଚିତ ପୁଲକିତ ହୋଇ ଉଠନ୍ତି କାହିଁକି? ପରକ୍ଷଣରେ କ୍ଳାନ୍ତରେ ମୁଁ ବିଛଣାରେ ପଡ଼ିଗଲି। ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରିବା ମୋର ଏକ ପ୍ରାଚୀନ ଅଭ୍ୟାସ ଥିଲା। କିନ୍ତୁ ସେଦିନ ମୋର ଯେମିତି ସବୁ କଥାରେ ବ୍ୟତିକ୍ରମ। ସକାଳୁ ସକାଳୁ ମନଟା ଅବସାଦରେ ଭାରାକ୍ରାନ୍ତ, ଅଥଚ କ୍ଳାନ୍ତିର କାରଣଟା ବି ମୁଁ ଠିକ୍ ଧରା ପଡ଼ୁନଥିଲା। ଗତ ରାତ୍ରିର ସମସ୍ତ ଘଟଣା ଯେମିତି ଗୋଟେ ଦୁଃସ୍ୱପ୍ନ ଭଳି ମନେ ହେଉଛି। ଯଦି ପ୍ରସ୍ତାବଟା ତାଙ୍କ ତରଫରୁ ଭାଙ୍ଗି ଯାଇଥାଏ, ତେବେ ଯନ୍ତ୍ରଣାଟା ବଢ଼ିବା ସଙ୍ଗେ ସଙ୍ଗେ ଅପଦସ୍ଥ ମଧ୍ୟ ହେବାକୁ ପଡ଼ିବ। ଯଦି ପ୍ରସ୍ତାବଟା ଆମ ତରଫରୁ କୌଣସି କାରଣରୁ ଭାଙ୍ଗି ଯାଇଥାଏ, ତେବେ ପ୍ରସ୍ତାବଟା ଉପରେ ପୁନର୍ବାର ଜୋର ଦେବା ପାଇଁ ମୋର ନୈତିକ ସାହସର ଯେମିତି ଘୋର ଅଭାବ। ମୋ ଜୀବନ ସାଥୀକୁ ନିର୍ବାଚିତ କରିବାରେ ମୋର ଯଦି କୌଣସି ଭୂମିକା ନାହିଁ, ମୋର ଇଚ୍ଛା ଅନିଚ୍ଛାରେ ଯଦି କିଛି ଯାଇ ଆସେ ନାହିଁ, ତେବେ ଆଜିର ପ୍ରସ୍ତାବଟି ଯାହା ବି ହେଉନା କାହିଁକି ତାହା ହିଁ ଚୂଡ଼ାନ୍ତ ହେଉ। ଏହା ହିଁ କାମନା କରି ମୁଁ କାଠ କଣ୍ଢେଇଟେ ଭଳି ପରୀକ୍ଷା ଗୃହକୁ ଆଗେଇ ଗଲି। ଆଖିର ପକ୍ଷ୍ମଲତାରେ ଢଳ ଢଳ ଦୁଇ ବିନ୍ଦୁ ଅଶ୍ରୁ। ସେ କହିଲେ, ବସ। ମୁଁ ଚମକି ଉଠି ତାଙ୍କୁ ଚାହିଁଲି। ସେ ଆଉ କେହି ନୁହେଁ, ମୋ ତାରୁଣ୍ୟର ପ୍ରଥମ ଯନ୍ତ୍ରଣା କଲ୍ଲୋଳ। ତାଙ୍କର ଦୃଷ୍ଟି ମୋ ମୁହଁରେ ନୁହେଁ, ମୋ ପାଦ ଦୁଇଟି ଉପରେ ଯେମିତି ନିବଦ୍ଧ। ସେମିତି ସ୍ଥିର କଣ୍ଠରେ ସେ କହିଲେ, ଗୋଡ଼ କେମିତି ଅଛି? ମୁଁ ଦୁଃଖିତ କାଲିର ଘଟଣା ପାଇଁ। ଆଜି ମୁଁ ଚାଲି ଯାଉଛି।
ଆଉ ଥରେ ଦେଖା କରି କ୍ଷମା ମାଗିବାର ବାଟଟିଏ ଖୋଜି ନ ପାରି ଏହି ପନ୍ଥା ଅନୁସରଣ କଲି। କ'ଣ ମୁଁ ଭୁଲ କରିଛି? ତାଙ୍କୁ ଦେଖି ବିସ୍ମୟ ପୁଲକରେ ଶିହରିତ ହୋଇ ଉଠୁ ଉଠୁ ତାଙ୍କର ଶେଷ କେଇପଦ କଥାରେ ମୋର ଚକ୍ଷୁରୁ 2 ଧାର ଅଶ୍ରୁବିନ୍ଦୁ ଅନାୟାସରେ ଖସି ଆସିଲା। ସେ କିନ୍ତୁ ସେମିତି ହସୁଛନ୍ତି। ତାଙ୍କ ମୁହଁକୁ ହସଟା ଚମତ୍କାର ମାନୁଛି। ତାହା ମୋର ଯନ୍ତ୍ରଣାକୁ ଶତଗୁଣ କରୁଛି। ସେ ପୁଣି ଥରେ ଚୁପ୍ ଚୁପ୍ କରି କହିଲେ, କାଲି ସାରା ରାତି ଆଉ ଶୋଇପାରି ନାହିଁ। ଝିଅମାନେ ଆଖିରୁ ନିଦ ଛଡ଼ାଇ ନେବା କଥା ବନ୍ଧୁମାନଙ୍କ ମୁହଁରୁ ଶୁଣିଥିଲି। କାବ୍ୟ କବିତାରେ ବି ପଢ଼ିଥିଲି। ଭାବିଥିଲି କଥାଟା ଅତି ରଞ୍ଜନ ବୋଲି। ତମର ମତାମତ କ'ଣ? ମୁଁ କିଛି ବୁଝିପାରିଲି ନାହିଁ। ଦ୍ୱନ୍ଦ୍ୱରେ ପଡ଼ିଯାଇ ମୁଁ ତାଙ୍କୁ ଆବାକ ହୋଇ ଚାହିଁ ରହିଲି। କିଛି କ୍ଷଣ ପୂର୍ବରୁ ସେ ଯାହା କହିଥିଲେ ତାହା କ'ଣ ମିଥ୍ୟା? ବର୍ଷା, ଆମର ଏ ବିବାହ ପ୍ରସ୍ତାବ ଅନେକ ପୁରୁଣା। ସେତେବେଳେ ମୁଁ ପ୍ରସ୍ତାବଟା ଉପରେ ଏତେ ଗୁରୁତ୍ୱ ଦେଇନଥିଲି। କାଲି ତମ ସହ ଏମିତି ନାଟକୀୟ ଭାବରେ ଦେଖା ହୋଇନଥିଲେ ମୁଁ ଆଜି ସକାଳୁ ସକାଳୁ ଫେରି ଯାଇଥାନ୍ତି। ଅବଶ୍ୟ ତମ ନାଁଟିର ମୁହଁରେ କିଛି ଦିନ ପଡ଼ିଯାଇଥିଲି ତୁମକୁ ନ ଦେଖି ନ ଚାହିଁ। ସେଇ ପ୍ରଥମ ମୋହଟା ହିଁ ଶେଷରେ ତୁମକୁ ମୋ ସହିତ ମିଳିତ କରିଦେଲା। ଏତେ ଗୁଡ଼ିଏ କଥା କହିସାରି ସେ ମୋ ମୁହଁକୁ ମୁଗ୍ଧ ଆଖିରେ ଚାହିଁ ହସିବାକୁ ଲାଗିଲେ। ତାଙ୍କ ଓଠର ମୁଗ୍ଧ ହସ ମୋ ଓଠର ଉପକୂଳରେ ଚୁନା ଚୁନା ସଲଜ ହସର ଢେଉ ସୃଷ୍ଟି କରିଥିଲା। ତାହା ହିଁ ଥିଲା ମୋ ସ୍ୱୀକୃତିର ସ୍ୱାକ୍ଷର। ପ୍ରସ୍ତାବଟିକୁ ପକ୍କା କରି ସେ ସେଦିନ ଫେରିଗଲେ। 2 ଦିନ ପରେ ତାଙ୍କ ପକ୍ଷର ଲୋକ ଆସି ଆମ ଗାଁ ମନ୍ଦିରରେ ନିର୍ବନ୍ଧ କରିଦେଇ ଚାଲିଗଲେ।